ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କର ଶାନ୍ତି ତାହା ତୁମମାନଙ୍କ ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଆମେନ୍। ଆମେନ୍। ପ୍ରଭୁ ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଭଉଣୀ ଧନ୍ୟବାଦ ଦେବି, କାରଣ ଅତି ପ୍ରାଞ୍ଜଳ ଭାବରେ ସ୍ପଷ୍ଟ ଭାବରେ ଆପଣ ଆମମାନଙ୍କୁ ପଢି ଈଶ୍ୱରଙ୍କର ଏହି ଶାସ୍ତ୍ରାଂଶକୁ ପଢି ଆମମାନଙ୍କୁ ଶୁଣାଇ ଅଛନ୍ତି। ତ ପ୍ରଭୁଙ୍କ ନାମରେ ଧନ୍ୟବାଦ ହଉ। ଏଇ ଯୋଉ ଶାସ୍ତ୍ରାଂଶଟି ଆମେ ଯେତେବେଳେ ଅଧ୍ୟୟନ କରୁଛୁ ତ ଆମେ ବୁଝିପାରୁଛୁ କି ସାଧୁ ପାଉଲ ଫିଲିପିଆ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ନିକଟକୁ ଲେଖୁଛନ୍ତି, ଜଣାଉଛନ୍ତି। ଆଉ ଯେମିତି ଏକ ପଦ ଅନୁସାରେ ଏ ମଣ୍ଡଳୀ ଗୋଟେ ଏକ ସ୍ୱତନ୍ତ୍ର ମଣ୍ଡଳୀ, ଯେଉଁ ମଣ୍ଡଳୀରେ ତିନୋଟି କାଟେଗୋରୀର ପ୍ରମୁଖ ଲୋକମାନେ ଅଛନ୍ତି, ଯାହା ଏକ ପର୍ବ ଏକ ପଦ ଲେଖା ହେଇଛି। ଆଉ ପାଉଲ ତିମୋଥୀ ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ, ପୁଣି ଅଧ୍ୟକ ଓ ସେବକ ମାନଙ୍କ ନିକଟକୁ ଲେଖୁଛନ୍ତି। ପ୍ରେଜ୍ ଦ ଲର୍ଡ। ତେବେ ଏଇ ଯୋଉ ଫିଲିପିଆ ମଣ୍ଡଳୀରେ ଏଇ ତିନୋଟି ସ୍ତରର ଖ୍ରୀଷ୍ଟ ବିଶ୍ୱାସିନୀ ଭାଇ ଭଉଣୀ ମାନେ ଅଛନ୍ତି, ଯୋଉଠି ଆମେ ଦେଖିବା ପାରୁଛୁ ନା ସମସ୍ତ ସାଧୁ, ଅଧ୍ୟକ ଓ ସେବକ। ପ୍ରେଜ୍ ଦ ଲର୍ଡ। ଆଉ ଏମାନଙ୍କର ଆତ୍ମିକ ସ୍ଥିତି ଅନୁସାରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ଦ୍ୱାରା ଏମାନେ ପୃଥକୀକୃତ ଥିଲେ। ଏମାନଙ୍କର ଆତ୍ମିକ ସ୍ଥିତି ଟିକେ ସୁଦୃଢ ଥିଲା, ଉଚ୍ଚ ଥିଲା, ଉନ୍ନତ ଥିଲା। ଆଉ ଏମାନଙ୍କର ଜୀବନ ଶୈଳୀ ଏକ ଭିନ୍ନ ଥିଲା, କାରଣ ଏମାନେ ଏକ ପୃଥକୀକୃତ ଜୀବନ ମଧ୍ୟ କାଟୁଥିଲେ ସ୍ୱତନ୍ତ୍ର ଭାବରେ। ଆଉ ସେଥିପାଇଁ ସାଧୁ ପାଉଲ ଚାହୁଁଛନ୍ତି ଈଶ୍ୱରଙ୍କର ବାକ୍ୟ ସେମାନଙ୍କ ନିକଟରେ ଜଣାଉଛନ୍ତି ଯେ ସେମାନଙ୍କ ଜୀବନରେ ଯେଉଁ ଗୁଣ ଗୁଡିକ ରହିଛି ଆଉ ସେ ସବୁ ସମସ୍ତଙ୍କ ନିକଟରେ ଯେମିତି ପ୍ରକାଶିତ ହେଉ, ଏହା ତାଙ୍କର ଇଚ୍ଛା। ଆଉ ସେଥିପାଇଁ ସେ ଫିଲିପିଓ 4:5 ପଦରେ କହିଛନ୍ତି ଯେ ତୁମମାନଙ୍କ ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ଆମେନ୍। ତ ସେମାନଙ୍କ ପାଖରେ ଗୋଟିଏ ଗୁଣ ରହିଛି, ଯାହା ସେ ମୃଦୁପଣ, ଯୋଉଟାକୁ ମଡରେସନ ବୋଲି କହନ୍ତି। ତ ସେ ମୃଦୁପଣ ଏଇଟା ଗୁପ୍ତ ଭାବରେ ନ ରହୁ, ଲୁକାୟିତ ଭାବରେ ନ ରହୁ, ଛୁପିକି ନ ରହୁ, ଯାହା ତୁମ ନିକଟରେ ଅଛି। ଆଉ ସେ ମୃଦୁପଣ ସେ ଲେଖା ଅଛି, ମୃଦୁପଣ ପ୍ରତ୍ୟେକ ସାଧୁଙ୍କ ନିକଟରେ, ଅଧ୍ୟକ ନିକଟରେ ଏବଂ ସେବକ ମାନଙ୍କ ନିକଟରେ ଏମିତି ପ୍ରକାଶିତ ହେଉ, ଏଇଟା ଚାହୁଁଛନ୍ତି। ଆଉ ସେଥିପାଇଁ ସେମାନଙ୍କୁ ମଧ୍ୟ ଗୋଟେ ଆହ୍ୱାନ ଦଉଛନ୍ତି, ପ୍ରେରଣା ଦଉଛନ୍ତି, ଆଗକୁ ନିମନ୍ତ୍ରଣ କରୁଛନ୍ତି, ଜଣାଉଛନ୍ତି ଯେ ତୁମର ମୃଦୁପଣ ସମସ୍ତଙ୍କ ନିକଟରେ, ଜଣେ ଦୁଇ ଜଣ ଗୋଟିଏ ଏରିଆ ବା ଗୋଟିଏ ପରିବାରରେ କେବଳ ପ୍ରକାଶିତ ହଉ ତାହା ନୁହେଁ, କିନ୍ତୁ ସମସ୍ତଙ୍କ ନିକଟରେ ପ୍ରକାଶିତ ହଉ। ପ୍ରେଜ୍ ଦ ଲର୍ଡ। କାହିଁକି ଯଦି ଗୋଟେ ପ୍ରଶ୍ନ ହବ, ତେବେ ଏଇ ଯୋଉ ମୃଦୁପଣଟି କାହିଁକି ପ୍ରକାଶିତ ହେଉ, ଆଉ ତାର କାରଣ ଅତି ସ୍ପଷ୍ଟ ଭାବରେ ଆମେ ଈଶ୍ୱରଙ୍କ ବାକ୍ୟରୁ ଦେଖିପାରିବା। ଯାହା ଲେଖା ଅଛି ଯେ ତାର ଗୋଟିଏ କାରଣ ହଉଛି ଯେ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ପ୍ରେଜ୍ ଦ ଲର୍ଡ। ଆଉ ଯେ ପ୍ରକାର ଭାବରେ ଲେଖା ଅଛି, ଆଉ ଏଇ ଯୋଉ ମୃଦୁପଣ ଏଇଟା ବାହାରୁ କୌଣସି ବ୍ୟକ୍ତି ଠାରୁ ସେମାନେ ଶିଖି ନାହାନ୍ତି, ଆଉ ସେମାନେ ନିଜେ ନିଜେ ମଧ୍ୟ ସେଥିପାଇଁ ମୃଦୁଶୀଳ ହୋଇନାହାନ୍ତି। କିନ୍ତୁ ସେମାନେ ଖ୍ରୀଷ୍ଟଙ୍କର ଅନୁକାରୀ, ପ୍ରଭୁଙ୍କର ଅନୁଗମନ କରି ପ୍ରଭୁଙ୍କ ଠାରୁ ସେମାନେ ଶିଖିଛନ୍ତି, ପ୍ରଭୁଙ୍କ ଦ୍ୱାରା ସେମାନେ ଶିଖିଛନ୍ତି। ହାଲେଲୁୟା। ପ୍ରଭୁଙ୍କ ଠାରୁ, ପ୍ରଭୁଙ୍କ ଦ୍ୱାରା ସେମାନେ ତାଙ୍କ ଜୀବନରେ ସେଇ ମୃଦୁପଣଟି
ପ୍ରତିଫଳିତ କରୁଅଛନ୍ତି। ଯେ ପ୍ରକାର ଲେଖାଯାଏ ମାଥ୍ୟୁ ଲିଖ ସୁସମାଚାର 11 ପର୍ବ ତାର 29 ପଦରେ। ଆଉ 11:29ରେ ପ୍ରଭୁ ଯୀଶୁ କହନ୍ତି, ମୋର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଅନମ୍ରଚିତ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ତାଙ୍କ ଠାରୁ ସେମାନେ ଶିଖିଛନ୍ତି। ପ୍ରଭୁ ଯୀଶୁ ଏ କଥା ସେମାନଙ୍କୁ କହିଛନ୍ତି, ଶିଖାଇଛନ୍ତି, ଆଉ ତାଙ୍କୁ ସେ ଅନୁକରଣ କରି ଶିଖିଛନ୍ତି। ଯେହେତୁ ସେମାନେ ସମସ୍ତେ ସାଧୁ ଲୋକ, ଅଧ୍ୟକ ଲୋକ ଏବଂ ସେବକ ଲୋକ ହେବା ହେତୁରୁ ଭଲରେ ତାକୁ ସେମାନେ ଅବଜର୍ଭ କରିଛନ୍ତି ଆଉ ଶିଖିଛନ୍ତି ଏବଂ ସେମାନଙ୍କ ଜୀବନରେ ତାହା ରହିଛି। କିନ୍ତୁ ସାଧୁ ପାଉଲ ତାକୁ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି। ସମସ୍ତେ ଜାଣନ୍ତୁ ଏହା ସେ ଇଚ୍ଛା କରିଛନ୍ତି। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ। ତେବେ ତ ଆମେ ଦେଖିବା ପାରୁଛୁ, ଶିଖ, ଯୀଶୁ କହିଲେ ମୁଁ ମୃଦୁଶୀଳ ଆଉ ନମ୍ରଚିତ। ଯେମିତି ମୁଁ ପ୍ରଥମରୁ କହିଲି, କାରଣ ଆଉ ତୁମେ ମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ପ୍ରେଜ୍ ଦ ଲର୍ଡ, ପ୍ରଭୁଙ୍କ ନାମର ଧନ୍ୟବାଦ। ଏହି ଆତ୍ମାର ବିଶ୍ରାମ ନିମନ୍ତେ, ଆତ୍ମାର ସୁରକ୍ଷା ନିମନ୍ତେ, ଆତ୍ମାର ମଙ୍ଗଳ ନିମନ୍ତେ ସମସ୍ତେ ପ୍ରୟାସ କରିଛନ୍ତି। ଆଉ ତାହା ଆଜି ଆମମାନଙ୍କ ଜୀବନର ମଧ୍ୟ, ଆମମାନଙ୍କର ଲକ୍ଷ୍ୟ ମଧ୍ୟ, ଯେ ଆମମାନଙ୍କର ଯୋଉ ଆତ୍ମା, ଆମମାନଙ୍କୁ ଯୋଉ ଆତ୍ମା ପ୍ରଭୁ ଦେଇଅଛନ୍ତି, ଆଉ ସେଇ ଆତ୍ମାର ଯେପରି ମଙ୍ଗଳ ହେବ, ଏଥିପାଇଁ ଆମେ ସମସ୍ତେ ମଧ୍ୟ ଏବଂ ଉଦ୍ଧାର ହେବ ଏବଂ ଆମମାନଙ୍କର ଆତ୍ମା ଯେପରି ସ୍ୱର୍ଗରେ ବାସ କରିବ, ପ୍ରଭୁଙ୍କ ନିକଟରେ ପହଞ୍ଚିବ, ପ୍ରଭୁଙ୍କ ନିକଟରେ ଯାଇପାରିବ, ସେଥିପାଇଁ ମଧ୍ୟ ଆମେ ସମସ୍ତେ ପ୍ରୟାସ କରୁଛୁ। ତ ଏଇ ଗୋଟେ ବିଷୟ ଯେ କେବଳ ଫିଲିପିୟ ମଣ୍ଡଳୀର ଲୋକଙ୍କ ନିମନ୍ତେ ଆବଶ୍ୟକ ରହିଥିଲା, ସାଧୁମାନଙ୍କ ନିକଟରେ, ଅଧ୍ୟକ ଏବଂ ସେବକମାନଙ୍କ ନିକଟରେ, ତାହା ନୁହେଁ। କିନ୍ତୁ ସାଧୁ ପାଉଲଙ୍କ ଦ୍ୱାରା ଈଶ୍ୱରଙ୍କର ବାକ୍ୟ ଆଜି ଆମମାନଙ୍କ ନିକଟରେ ମଧ୍ୟ ପହଞ୍ଚୁଅଛି, ଯେ ଆମେ ମଧ୍ୟ ଏ ଯୋଉ ପ୍ରାତଃକାଳୀନ ସଭାରେ ଆମେ ଯେତେ ଲୋକ ଅଛୁ, ତ ସମସ୍ତଙ୍କର ଆତ୍ମିକ ସ୍ଥିତି ଅତି ଉଚ୍ଚ ଆଉ ଉନ୍ନତ। ପ୍ରେଜ୍ ଦ ଲର୍ଡ। ଅଳ୍ପ କେତେକ ହୋଇପାରନ୍ତି, ନୂଆ ବିଶ୍ୱାସୀ ଭାଇ ଭଉଣୀ ହୋଇପାରନ୍ତି, କିନ୍ତୁ ମୋର ଅନୁମାନରେ ମୁଁ ଯେଉଁମାନଙ୍କୁ ଦେଖୁଛି, ସହଭାଗିତା ଦ୍ୱାରା ବୁଝିପାରୁଛି, କାରଣ ଏ ସ୍ଥାନରେ ଯେତେ ଲୋକ ଏ ପ୍ରାତଃକାଳୀନ ସଭାରେ ଯୋଗ ଦିଅନ୍ତି, ଆଉ ସେମାନେ ସମସ୍ତଙ୍କର ଆତ୍ମିକ ସ୍ଥିତି ଅତି ଉଚ୍ଚ ଏବଂ ଉନ୍ନତ ଅଟେ। ପ୍ରେଜ୍ ଦ ଲର୍ଡ। ଆଉ ସେମାନେ ସମସ୍ତେ ବିଶ୍ୱାସରେ ବଞ୍ଚି ଅଛନ୍ତି। ଈଶ୍ୱରଙ୍କୁ ସର୍ବ ପ୍ରକାରେ ସମସ୍ତ ଦିନ ସନ୍ତୁଷ୍ଟି କରିବା ପାଇଁ ବଞ୍ଚିଛନ୍ତି ଏବଂ ଈଶ୍ୱରଙ୍କର ସମସ୍ତ କାର୍ଯ୍ୟକୁ ପାରୁ ପର୍ଯ୍ୟନ୍ତ ନିଜ ଜୀବନରେ ପ୍ରତିଫଳିତ କରିବା ପାଇଁ ଚାହୁଁଛୁ। ଏ ପ୍ରକାର ଲୋକମାନଙ୍କ ଅଛୁ। ତେଣୁ ଏ ପ୍ରକାର ଲୋକମାନଙ୍କ ପାଇଁ ଆଜି ସାଧୁ ପାଉଲଙ୍କ ଦ୍ୱାରା ଏହା ଆମକୁ ମିଳେ କି ତୁମମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେବ। ପ୍ରେଜ୍ ଦ ଲର୍ଡ। ଆଉ ଏଇ ଯୋଉ କାର୍ଯ୍ୟ ପ୍ରଭୁ ଯୀଶୁ ନିଜେ ତାଙ୍କ ଜୀବନରେ କରିଥିଲେ, ଯାହା ଲେଖା ଅଛି ଏଇ ଯେ ଫିଲିପିୟ 1 ପର୍ବ ତାର 6 ପଦରେ। ଆଉ ଏଇ କାର୍ଯ୍ୟକୁ ମଧ୍ୟ ସାଧୁ ପାଉଲ କହୁଛନ୍ତି ଯେ ଗୋଟେ ଉତ୍ତମ କାର୍ଯ୍ୟ ବୋଲି, କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ। ପ୍ରେଜ୍ ଦ ଲର୍ଡ। ଏହା ତ ମୁଁ ଦୃଢ ରୂପେ ବିଶ୍ୱାସ କରୁଅଛି। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। କାରଣ ପାଉଲ ମଧ୍ୟ ଏଥିରେ ନିଶ୍ଚିତ ଅଛନ୍ତି, ସେମାନଙ୍କ ଜୀବନର ବିଶ୍ୱାସର ଅଗ୍ରଗତି, ବିଶ୍ୱାସର ବୃଦ୍ଧି ନିମନ୍ତେ ଏବଂ ଉତ୍ତମ କାର୍ଯ୍ୟ ନିମନ୍ତେ, ସେମାନଙ୍କର ସହଭାଗିତା ନିମନ୍ତେ ସେ ଏତେ ଗୋଟେ ସୁନିଶ୍ଚିତ ଭାବରେ ସେ କହିପାରୁଛନ୍ତି ଯେ ଆଉ ଯୋଉ କାର୍ଯ୍ୟ ତାଙ୍କ ଜୀବନରେ ଯୋଉ ଉତ୍ତମତା ଦେଖୁଛନ୍ତି, ମୃଦୁପଣ ଦେଖୁଛନ୍ତି, ଆଉ ସେଇ ଯୋଉ ନମ୍ରଚିତତା ସେମାନଙ୍କ ଜୀବନ ଦେଖୁଛନ୍ତି, ସେଥିପାଇଁ ଏଟା କୌଣସି ମନୁଷ୍ୟ ଦ୍ୱାରା ହୋଇନାହିଁ, କିନ୍ତୁ ଈଶ୍ୱରଙ୍କ ଦ୍ୱାରା। କାରଣ ଯେ ତୁମମାନଙ୍କ ଅନ୍ତର ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ। ଏହା ତ ମୁଁ ଦୃଢ ରୂପେ ବିଶ୍ୱାସ କରୁଅଛି। ଯୀଶୁଙ୍କ ଦିନ ଗୋଟିଏ ଦିନ ପର୍ଯ୍ୟନ୍ତ ନୁହେଁ,
गोटे दिन गोटे मास गोटे वर्ष पाई केवल नुहे किंतु प्रभु यीशु ख्रीष्टर आगमन पर्यंत दिन पर्यंत यह स्थिर कर रखिबे। तो से कहते मु विश्वास करुछि मु प्रार्थना करुछि से दिन पर्यंत यह स्थिर रखु। हालेलुया प्रभु नामर धन्यवाद हो। तो ये भाव में जो आम देखुचु तेरे जो मृदुपण ईश्वर वाक्यर आम भिन्न आउ गोटे शास्त्रांश देखा जहाँ गलातीय 5 पर्व तार 22 पद गलातीय 5:22 रे माने समस्त जानू जे ताहा आत्मांकर फल आत्मांक फलर गुण मध्य गोटे गुण होची मृदुता जेमती प्रेम आनंद शांति दीर्घसहिष्णुता परोपकारिता भद्रता विश्वस्ता मृदुता आत्मसंहिता तलक अच्छी मृदुता मध्य आत्मांकर फलर गोटे गुण प्रेज द लॉर्ड। तो प्रभु नाम धन्यवाद हो। तो ताहा से मान जीवन रे प्रतिफलित हेबा निमंते पाउल से मान को उत्साहित कर आह्वान दौरान जनाऊँच कमांड कर मृदुपण समस्त लोकों निकट में प्रकाशित हो। प्रेज द लॉर्ड। जेमती आदि पुस्तक 25 पर्व रे आम देखा पारिछु जाकुबंको मध्य से भाव में कहा जाए जे एसो वन बिहारी जाकुब तंबू निवासी बा मृदु मनुष्य थिले बोली। हालेलुया प्रभु नाम धन्यवाद हो। यही प्रकार भाव में मृदुपणटी रहिबा दरकार आज प्रत्येक ख्रीष्टान से तो आज लोक मान जीवन रे आम गोटे कौतुकर विषय जगत रे जो मैंने ख्रीष्ट को ग्रहण करती विश्वास करती धर्म जीवन जापन करती जगत आगे से माने गोटे प्रकार टाहुली टापरार परिहासर शिकार होता किंतु ईश्वर निकट में से बहुमूल्य अटन। प्रेज द लॉर्ड। हालेलुया ईश्वर निकट में बहुमूल्य अटंती। प्रभु नाम धन्यवाद हो। तो आम जीवन से मृदुपणटी प्रतिफलित हो। हालेलुया। द्वितीय कथा कहबी से 5 शेष अंश लिखाई प्रभु निकटवर्ती। द्वितीय विषय प्रभु निकटवर्ती यार अर्थ कौन जे प्रभु निकटवर्ती तो आमने याकू ए प्रकार भाव रे बुझी परिबा आओ वर्तमान प्रभु उपस्थित अछंती। हालेलुया प्रभु निकटवर्ती जतले माने शब्दटी सुनुछु ताहेले प्रभु वर्तमान उपस्थित अछंती कोठी ना जेमती माथ्यू 18 पर्व तार 20 पद अनुसार कारण जो स्थान रे 2 किंबा 3 जन मो नाम रे एकत्र होंती सही स्थान रे मु सेमानक मध्य रे उपस्थित अछि। हालेलुया आमेन। प्रभु नाम धन्यवाद हो। प्रभुकर प्रतिज्ञार वाक्य जे जो स्थान रे 2 किंबा 3 जन उपस्थित ताहांक नाम रे उपस्थित होई अछंती से स्थान रे से सेमानक मध्य रे उपस्थित। ईश्वर प्रतिज्ञा मध्य यह गोटे प्रतिज्ञा जेबे सेमान जेबे जो स्थान रे 2 किंबा 3 जन प्रभु नाम रे उपस्थित होंती से स्थान रे प्रभु आपणार पवित्र उपस्थिति सेमानक मध्य से रखंती। हालेलुया। तेणु ये प्रातःकालीन सभार जेतेबेले माने समस्त एकत्रित होई अछु तो आमनक मध्य प्रभु निकटवर्ती से समय सेमानक मध्य साधु अध्यक्ष सेवक माने जेतेबेले एकत्रित होउथिले जेतिपे साधु पाउल कहउछन सेमानक मध्य प्रभु उपस्थित अछंती निकटवर्ती। आउ जदि गोटे शब्द रे माने सुनो आमे शिखिछु प्रभु को जेतेबेले माने ग्रहण कलु प्रभु आमन सहित अछंती हमर निकट रे अछंती आमे प्रभु को निकट रे अछु से आम सहित अछंती। जदि एभली भाव रे माने देखा परछु ना वर्तमान प्रभु मन को मध्य रहिछन एकत्रित हेबा द्वारा मन को मध्य से आपणार उपस्थित रहिछन एवं आउ गोटे जदि भाव भिन्न भाव रे बुझिबा ताले प्रभुଙ୍କର आगमन मध्य निकटवर्ती होछि। हालेलुया। जे प्रकार प्रकाशित 22 पर्व तार 12 पद तो से प्रकार भाव में देखा पारुछु देख आमे शीघ्र आसुछु
प्रत्येक लोक को ताहार कर्मानुसारे फल देवाको आम्भर पुरस्कार आम संगरे अछि। प्रेज द लॉर्ड। प्रभु नामर धन्यवाद हो। प्रभु निकटवर्ती जतबेले माने बोली बुझुछु सुनुछु ताहेले प्रभु शीघ्र मध्य आसुछन्ति। हालेलुया। कारण से पुरस्कार नै आम्भर पुरस्कार आम हातरे अछि आ से पुरस्कार नै करे आसी अछन्ति। से आगमन करूछन्ति, से निकट को आछन्ति, किंतु तांकर अदृश्य एई तो दृश्य भावरे से आसबे, किंतु अदृश्य भावरे आमे दुई किमा तीन दुई रु तीन जन जतबेले एकत्रित हो दलगत भावरे सहभागिता माध्यम रे आमे जतबेले एकत्र हेई थाओ किबा घरे आपण परिवार सहित किबा स्वामी स्त्री सहित जतबेले प्रभुको नाम रे बसी प्रार्थना करू, वाक्य ध्यान करू, वाक्य पठन करू, प्रभुको विषय प्रभुको राज्य संबंधी कथा जतबेले हो, प्रभुको सुसमाचार को जतबेले माने नै कि जाओ लोक मानक मथरे सही समय रे प्रभु अमानकर निकटवर्ती। हालेलुया। प्रभुको नामर धन्यवाद हो। प्रभु अमानकर निकटवर्ती। तृतीय विषय ता तଳରେ ଆମେ देखा परछु जे कौनसी विषय रे चिंतित हो नाही। हालेलुया। कौनसी विषय रे चिंतित हो नाही। आओ यहा एक प्रकार गोटे शब्द आओ ए शब्दर अर्थ यहा हेबो या ख्रीष्ट विश्वासी मानक पाए बामानक पाए हम समस्तक पाए कठिन विषय अटे। प्रभु मन को प्रतिज्ञा कर कहउछन्ती कौनसी विषय रे चिंता कर नाही, किंतु मनुष्य को चिंता छाड़ी केबे जाऊ नाही। चिंता किछ रहुछि, किंतु को विषय रे चिंता करिया पे प्रभु कहंती एवं को विषय रे चिंता करिया पाए चिंता न करिया पे मध्य से कहंती। जे प्रकार भावरे माथि लिखित सुसमाचार 6 पर्व तार 25 पदरु माथ्यू 6 तार 25 रु से केतेक कथा कहउछन्ती जे समस्त विषय रे चिंता करो नाही बोली। एथि निमंते मत मानको कहउछि कोन खाइबो कोन पीबो एपरि भाई तुमानकर जीवन निमंते किबा कोन पिंधो एपरि भाई तुमानको शरीर निमंते मध्य चिंता करो नाही। कारण ता तळे कहैछि काहे कि भक्ष्य अपेक्षा जीवन और वस्त्र अपेक्षा शरीर श्रेष्ठ। हालेलुया। भक्ष्य अपेक्षा जीवन, भक्ष्य अपेक्षा जीवन एवं वस्त्र अपेक्षा शरीर श्रेष्ठ। तेबे ए स्थान ए प्रकार हबरे 25 रु 33 पद पर्यंत और 34 पद पर्यंत आमाने अपना अपना गृह रे आमाने पढ़िबा। आमे से स्थान रो केतक विषय चिंता करिया को दउ नहंती। कारण एणे को से कोन कहउछन्ती ना ए सब किए चिंता करंती। 32 पद रे दुनिया रो लोक माने चिंता करंती एवं 34 पद रे से कथा कहउछन्ती अतएव काली पाए चिंतित हो नाही, कारण काली निजे निज पाए चिंता करी। प्रेज द लॉर्ड। प्रभु के नाम रो धन्यवाद हो। तो सेठी पाए जे साधु पौल आ से समस्त साधु निकट अध्यक्ष निकट को एवं सेवक मान निकट को एक कथा कहउछन्ती, कारण एमानकर आत्मिक स्थिति बहुत उच्च रे आ सेठी पे समान कहउछन्ती जे समस्त विषय रे चिंता करो नाही। आ किंतु फिलिपियो 4 तार 8 पद रे से प्रकार कहंती कोन कहंती अवशेष रे हे भातृगण जहा जहा सत्य, जहा जहा आदरणीय, जहा जहा यथार्थ, जहा जहा विशुद्ध, जहा जहा प्रीतिभाजन, जहा जहा सुख्याति युक्त जे कौनसी सद्गुण प्रशंसार विषय थाए से समस्त विषय चिंता कर। प्रेज द लॉर्ड। हालेलुया। प्रभु को नाम धन्यवाद हो। केतेक विषय चिंता करिवा पाए बारण करिसंती आउ केतेक विषय ईश्वरंकर गौरव निमंते, मंडलीर उत्साह निमंते, मंडलीर उद्दीपना निमंते, मंडलीर आग्रह निमंते, विश्वासी मानकर उन्नति निमंते, फल निमंते, सहभागिता रक्षा करबा निमंते प्रभु केतेक विषय को चिंता करिबा को देइछ। सत्य विषय रे चिंता कर। सत्य कौन? सत्य होछि समुदाय वाक्य। जोहन 17 पर्व अनुसार 17 तुमर समुदाय वाक्य सत्य। वाक्य ऊपर चिंता कर, वाक्य प्रसार चिंता, वाक्य प्रसार चिंता कर।
ବାକ୍ୟ ଆଉ ଯୋହନ ପୁସ୍ତକ ଅନୁସାରେ ଆଦ୍ୟରେ ବାକ୍ୟ ସେ ଈଶ୍ୱର ଥିଲେ। ତାହାଙ୍କ ବିଷୟରେ ଆମେ ଭାବିବା କଥା। ତାଙ୍କର ରାଜ୍ୟର କାର୍ଯ୍ୟ ପାଇଁ ଆମେ କେତେକ ବିଷୟ କହି ଭାବରେ କେତେକ ବିଷୟକୁ ସେ ବାରଣ କରନ୍ତି ଏବଂ କେତେକ ବିଷୟ କରିବା ପାଇଁ ମଧ୍ୟ ଆମମାନଙ୍କୁ କହିଥାନ୍ତି। ତେଣୁ ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଏବଂ ଚତୁର୍ଥ ବିଷୟ ହେଉଛି ସମସ୍ତ ବିଷୟରେ ପ୍ରାର୍ଥନା ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ପ୍ରତ୍ୟେକ ବିଷୟରେ ଆଉ ପ୍ରାର୍ଥନା ଆଉ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଜଣା। ଯାହା ମାନେ ଆମମାନଙ୍କ ଦୈନନ୍ଦିନ ଜୀବନରେ এই ପ୍ରାତଃକାଳୀନ ସଭାରେ ଉପସ୍ଥିତ ଆଉ ବିଶେଷ ଭାବରେ ମଧୁସ୍ମିତା ଭଉଣୀ ଏହାକୁ କଣ୍ଟିନ୍ୟୁ କରୁଛନ୍ତି। ସମସ୍ତ ବିଷୟ ପାଇଁ ପ୍ରାର୍ଥନା ଏବଂ ଧନ୍ୟବାଦ। ଧନ୍ୟବାଦର ପ୍ରାର୍ଥନା ଶୋଇବା ପୂର୍ବରୁ ରାତି 9ଟା ବେଳକୁ ଧନ୍ୟବାଦର ପ୍ରାର୍ଥନା। ପ୍ରଭୁ ଦିନ ଯାକ ଆମମାନଙ୍କୁ ରକ୍ଷା କଲ, ସୁରକ୍ଷା ଦେଲ, ସହବର୍ତ୍ତୀ ହେଲ, ମଙ୍ଗଳ ଦେଲ। ସେଥିପାଇଁ ଗୋଟେ ଦୁଇଟି ଗୀତ ଗାଇ ଆରାଧନା ଉପାସନା କରୁ କରୁ ଧନ୍ୟବାଦ ଦେଇ ଶଯ୍ୟାରେ ବିଶ୍ରାମ ନିମନ୍ତେ ଯାଉଛୁ। ତ ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ସେଥିପାଇଁ କଣ ଲେଖା ହଉଛି ନା ସମସ୍ତ ବିଷୟରେ ପ୍ରାର୍ଥନା ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣା। ପ୍ରତ୍ୟେକ ବିଷୟରେ ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କ ନିକଟକୁ ଅଣାଯିବା ଉଚିତ। ପ୍ରେଜ୍ ଦ ଲର୍ଡ। ଆମ ଜୀବନରେ ଯାହା ସବୁ ବିଷୟ ଆସୁଛି ଆଉ ଯାହା କରିବା ପାଇଁ ଚାହୁଁଛୁ, ଯାହା ମାନେ ମନରେ ସଂକଳ୍ପ କରୁଛୁ, ତାହାକୁ ପ୍ରଭୁ ପ୍ରାର୍ଥନା ଦ୍ୱାରା ପ୍ରଭୁଙ୍କର ନିକଟକୁ ନେବା ଜରୁରୀ, ଉଚିତ ଅଟେ। ଏବଂ ଆମମାନଙ୍କର ମନୋଭାବ ଏକ ପ୍ରାର୍ଥନାଶୀଳ ମନୋଭାବ ହେବା ମଧ୍ୟ ଉଚିତ। ଆମମାନଙ୍କର ମନୋଭାବ ତାହା ମଧ୍ୟ ପ୍ରାର୍ଥନାଶୀଳ ହେବା ଉଚିତ। ଏବଂ ଯେକୌଣସି ବିଷୟ ପାଇଁ ମଧ୍ୟ ଧନ୍ୟବାଦ ଦେବା ଉଚିତ। ପ୍ରେଜ୍ ଦ ଲର୍ଡ। ଯେମିତି ଏଫେସିୟ 5:20 ଅନୁସାରେ ସର୍ବଦା ସର୍ବ ବିଷୟ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଆମେ ଧନ୍ୟବାଦ। ସର୍ବଦା ସବୁ ବିଷୟ ନିମନ୍ତେ, ସମସ୍ତ ବିଷୟ ନିମନ୍ତେ ଆମମାନଙ୍କୁ ଧନ୍ୟବାଦ ଦେବାର ଅଛି। ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଭୁ ଆମମାନଙ୍କୁ ଯାହା ଦିଅନ୍ତି, ଯାହା କରନ୍ତି, ଯୋଉ ଅବସ୍ଥା ରଖିଛନ୍ତି, ସେଇ ଅବସ୍ଥା ପାଇଁ, ସେଇ ପରିସ୍ଥିତି ପାଇଁ, ସେ ସମୟ ପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଅଛି। ହାଲେଲୁୟା। ଏବଂ ସବୁ ନିବେଦନ ପ୍ରଭୁ ଯୀଶୁଙ୍କ ନିକଟକୁ ଆଣିବାର ଅଛି। କାରଣ ଏ ପ୍ରକାର ଭାବରେ ଲେଖା ହଉଛି, ଆମେ ଦେଖିବା ପାରୁଛୁ ପ୍ରାର୍ଥନା ଲୁକୋଲୋକି ସୁସମାଚାର 2 ପର୍ବ ତାର 37 ପଦରେ ହାନ୍ନା ନାମିନୀ ଭାବବଧିନୀ ଥିଲେ। ଯଦିବା ତାଙ୍କର ପରିସ୍ଥିତି ଭଲ ନାହିଁ, କାରଣ ସେ ଅନେକ ବର୍ଷ ସେଇ ପ୍ରକାର ଭାବରେ ସେ ରହିଲେ, ଯୁବାବସ୍ଥା ରହିଲେ ଏବଂ ବିବାହ ମଧ୍ୟ କଲେ। କିନ୍ତୁ ବିବାହର ଅଳ୍ପ କେତୋଟି ବର୍ଷ ପରେ ସେ ମଧ୍ୟ ତାଙ୍କର ସ୍ୱାମୀକୁ ହରାଇଲେ ବା ତାଙ୍କର ସ୍ୱାମୀ ତାଙ୍କ ଠାରୁ ଚାଲିଗଲେ। ଚାଲିଯିବା ପରେ ହାନ୍ନା ନିରାଶରେ ନାହାନ୍ତି, ଦୁଃଖରେ ରହିଲେ, ଅବଶ୍ୟ ରହିଲେ କିଛି ସମୟ, କିନ୍ତୁ ସେ ଗୋଟିଏ କାମ କରୁଛନ୍ତି ଯେ ସେ ସବୁଦିନ ଉପବାସ ନିବେଦନ ଓ ଦିବାରାତ୍ର ଉପାସନା କରୁଥିଲେ। ହାଲେଲୁୟା। ପ୍ରାର୍ଥନା କରୁଥିଲେ। ହାନ୍ନାଙ୍କର ଜୀବନ ଆମମାନଙ୍କ ଜୀବନରେ ପ୍ରତିଫଳିତ, କାରଣ ସେ ସହଭାଗିତା ତ୍ୟାଗ କରୁନାହାନ୍ତି। ଅଛନ୍ତି, ସେ ପ୍ରଭୁଙ୍କ ସହିତ ଅଛନ୍ତି, ମନ୍ଦିର ଅଛି, ଉପାସନା କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ଉପବାସରେ ସେ ସମୟ ତାଙ୍କର ଅତିବାହିତ କରୁଅଛନ୍ତି। ପ୍ରାର୍ଥନା ଗୋଟେ ଧାର୍ମିକ ଲୋକର ଗୋଟିଏ ଅସ୍ତ୍ର। ହାଲେଲୁୟା। ପ୍ରଭୁଙ୍କ ନାମର ଧନ୍ୟବାଦ। ଧାର୍ମିକ ଲୋକମାନଙ୍କ ପାଇଁ ପ୍ରାର୍ଥନା ହଉଛି ବଡ ଅସ୍ତ୍ର। ଏବଂ ପ୍ରାର୍ଥନା ଦ୍ୱାରା ଆମେ ଈଶ୍ୱରଙ୍କୁ ଆମମାନଙ୍କର ସଂକଳ୍ପ ସବୁ ଜଣାଏ, ଅସାଧାରଣ ଅଦ୍ଭୁତ କାର୍ଯ୍ୟ ନିମନ୍ତେ। ଏବଂ ପ୍ରାର୍ଥନା ଈଶ୍ୱରଙ୍କ ସାହାଯ୍ୟ ମଧ୍ୟ ପାଇବାର ବିଷୟ। ତ ଆମେ ଯେତେବେଳେ ଅସହାୟ ନିରୁପାୟ ମନେ କରୁ, ସେ ସମୟରେ ଆମେ ଆମମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ଆମମାନଙ୍କର ଜଣେ ଉଦ୍ଧାରକର୍ତ୍ତା ଅଛନ୍ତି, ଆମମାନଙ୍କର ଜଣେ ସାହାଯ୍ୟକାରୀ ଅଛନ୍ତି, ଆଉ ଆମେ ତାହାଙ୍କ ଉପରେ ତାହାଙ୍କ ନିକଟରେ ଜଣାଇବା। ପ୍ରେଜ୍ ଦ ଲର୍ଡ। ତେଣୁ ପ୍ରଭୁଙ୍କ ନିକଟରେ ଆମମାନଙ୍କର ଦୈନନ୍ଦିନ ଯୋଉ ପ୍ରାର୍ଥନାର ଜୀବନ ରହିଛି, ଏଇ ଯୋଉ ପ୍ରାର୍ଥନା ଜୀବନ ଆମମାନଙ୍କର ଏଇଟା ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ସ୍ଥିର ଥାଉ। ହାଲେଲୁୟା। ପ୍ରଭୁଙ୍କ ନାମର ଧନ୍ୟବାଦ। ତ ସେଇଭଳି ଭାବରେ ପ୍ରାର୍ଥନା ଯୋଉମାନେ ଆମମାନଙ୍କର ପୂର୍ବପୁରୁଷ ମାନଙ୍କ ମଧ୍ୟରେ, ଭାବବାଦୀ ମାନଙ୍କ ମଧ୍ୟରେ କେତେକ ଲୋକ ରହି ପ୍ରାର୍ଥନାରେ ସେମାନେ ରହୁଥିଲେ। ଯେ ପ୍ରକାର ଦାନିଏଲ, ଏଲିଓ, ପାଉଲ, ଶିଲା ଏବଂ ମଣ୍ଡଳୀ ମଧ୍ୟ ଦିବାରାତ୍ର ପ୍ରାର୍ଥନା କରିଥିଲେ।
ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଧନ୍ୟବାଦ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଏବଂ ପଞ୍ଚମ ବିଷୟ ହେଉଛି ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି ତାହା ତୁମମାନଙ୍କର ହୃଦୟ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଆମେନ୍। ପ୍ରଭୁଙ୍କ ନାମର ଧନ୍ୟବାଦ। ସାଧୁ ପାଉଲ ଏହି କଥା କହୁଛନ୍ତି, ସମସ୍ତ ବୋଧର ଅଗମ୍ୟ ଯାହା ଭାବନାର ବାହାରେ ଈଶ୍ୱରଙ୍କର ଶାନ୍ତି ତାହା ତୁମମାନଙ୍କ ହୃଦୟକୁ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ଆମେନ୍। ହାଲେଲୁୟା। ତ ସେଥିପାଇଁ ଯୋହାନ 14:37 କହନ୍ତି, ଯୀଶୁ ନିଜେ କହିଲେ, ମୁଁ ତୁମକୁ ଶାନ୍ତି ଦାନ କରି ଯାଉଛି, ମୋର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ଜଗତ ଯୋଉ ଶାନ୍ତି ଦଉଛି, ଜଗତ ଯେ ପ୍ରକାର ଭାବରେ ଶାନ୍ତି ଦିଏ, ମୋର ଶାନ୍ତି ସେ ପ୍ରକାର ନୁହେଁ, କିନ୍ତୁ ମୁଁ ମୋର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ହାଲେଲୁୟା। ଆଉ ସେ ଶାନ୍ତି ଆମମାନଙ୍କ ଠାରେ ଅଛି। ତ ସାଧୁ ପାଉଲ ମଣ୍ଡଳୀର ସେବକ ମାନଙ୍କୁ ଏବଂ ମଣ୍ଡଳୀର ସାଧୁ ମାନଙ୍କୁ ଅଧ୍ୟକ୍ଷ ମାନଙ୍କୁ ପ୍ରେରଣା ଯୋଗାଉଛୁ। ଆଜି କେବଳ ସେମାନଙ୍କୁ ଫିଲିପିଆ ମଣ୍ଡଳୀର ଲୋକଙ୍କ ପାଇଁ ନୁହେଁ, କିନ୍ତୁ ଆଜି ଆମେ ପ୍ରାତଃକାଳରେ ବସିଥିବା ଆମ ପ୍ରତ୍ୟେକଙ୍କୁ ମଧ୍ୟ ପ୍ରଭୁ ପ୍ରେରଣା ଜଣାଉଛୁ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍ 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 ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମରେ ଧନ୍ୟବାଦ। ସୁନ୍ଦର ଆଉ ଆଶ୍ୱାସନମୂଳକ ଆଉ ଆମମାନଙ୍କ ପାଇଁ ଶିକ୍ଷାଜନକ ଏବଂ ଉତ୍ସାହଦାୟକ ବାକ୍ୟ ପାଇଁ ଧନ୍ୟବାଦ। ସଦାପ୍ରଭୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା। ଆସୁସ୍ଥାନ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ଆମେ ପ୍ରାର୍ଥନା ମଧ୍ୟ କରିବା ଆମମାନଙ୍କର ପ୍ରିୟ ଭାଇଙ୍କ ନିମନ୍ତେ ଏବଂ ସମସ୍ତଙ୍କ ନିମନ୍ତେ। ଆସନ୍ତୁ ଆମମାନଙ୍କର ସିଷ୍ଟର ରତ୍ନା ପ୍ରଭା ଅଛନ୍ତି, ପ୍ରାର୍ଥନାରେ କଢ଼େଇ ନେବେ। ମୁଁ ପ୍ରାର୍ଥନା କରିଥାଉଛି। ଆସୁ ଆମମାନେ ପ୍ରାର୍ଥନା କରିବ। ଆହେ ଆମମାନଙ୍କର ପ୍ରେମିକ ପରମେଶ୍ୱର ପ୍ରଭୁ ଯୀଶୁ, ତୁମର ଧନ୍ୟବାଦ